ଆଜି ମଙ୍ଗଳବାର ସାଧାରଣ ବଜେଟରେ ସୁନା ରୂପାକୁ ନେଇ ଗୌରବ ଘୋଷଣା କରାଯାଇଛି। ଏହାପରେ ଅଚାନକ ସୁନା ଦାମରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣ ସମାପ୍ତ ହେଉ ହେଉ ସୁନା ଦାମ ପ୍ରାୟ 4,000 ଟଙ୍କା ପ୍ରତି 10 ଗ୍ରାମକୁ ଖସି ଆସିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ୍ ଭାଷଣରେ ସୁନା ରୂପା ସମେତ ଅନ୍ୟ ମେଟାଲରେ କଷ୍ଟମ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଛନ୍ତି। ସରକାର ସୁନା ଓ ରୂପାର ପୂର୍ବରୁ ଲାଗୁଥିବା କଷ୍ଟମ ଡ୍ୟୁଟି କମ୍ କରି ଏବେ 6% କରିଦେଇଛନ୍ତି। ଏହା ନିଷ୍ପତ୍ତିର ପ୍ରଭାବ ସୁନା ଦାମରେ ଦେଖିବାକୁ ମିଳିଛି। ସୁନା ଦାମ 4,000 ଟଙ୍କା ଶସ୍ତା ହୋଇଯାଇଛି। ସେହିଭଳି ରୂପା ଦାମରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ମଙ୍ଗଳବାର ସୁନା ଦାମ 72,850 ଟଙ୍କା ପ୍ରତି 10 ଗ୍ରାମ ଥିଲା, କିନ୍ତୁ ବଜେଟ୍ ଭାଷଣ ପରେ ଦାମ 68,500 ଟଙ୍କା ପ୍ରତି 10 ଗ୍ରାମକୁ ଖସି ଆସିଛି। ଏହି ଅନୁସାରେ ମାତ୍ର କିଛି ଘଣ୍ଟାରେ ସୁନା ଦାମ 4,350 ଟଙ୍କା ପ୍ରତି 10